ଗରୁଡ଼ ପୁରାଣ ପଞ୍ଚମ ଅଧ୍ୟାୟ ପାପର ସ୍ୱରୂପ ଓ ତଦନୁରୂପ ଦଣ୍ଡ। ଶ୍ରୀ ଗରୁଡ଼ ଉବାଚ। ଏହା ଶୁଣିନ ଗରୁଡ଼ ଶିରେ କର ଦେଇ, କମଳା ବଲ୍ଲଭ ପାଦେ ଭକତି କରଇ। କଣ୍ଠ ଗଦ ଗଦେ ପୁଣି କହଇ ବଚନ, ଶୁଣି ମାର ମାର ମଣ ଦାସ ନିବେଦନ। ଶାସ୍ତ୍ରମାନଙ୍କରେ ପୁଣ ହୋଇଛି ଉଖତ, ବୈତରଣୀ ନଦୀ ଗର୍ଭେ ହୁଅନ୍ତି ପତିତ। ମହାପଥରେ ଚଲାନ୍ତି କେବଳ ପାପୀକୁ, ନର୍କ କୁଣ୍ଡେ ନିକ୍ଷେପନ୍ତି ଅଥବା କାହାକୁ। କେଉଁ କେଉଁ ପାପେ କେଉଁ କେଉଁ ନର୍କ ଭୋଗ, ଦୟା ବହି କୁହନ୍ତି ନ କରି ମନେ ରାଗ। ମୁହିତ ତୁମ୍ଭର ଦାସ ଖଟେ ତବ ପାଦେ, ଶୁଣିଲେ ଶ୍ରୀମୁଖୁ ପାପ ନ ରହିବ ହାଦେ। ତୁମ୍ଭର ସେବକ ହୋଇ କାହାକୁ ପୁଛିବି, ଶୁଣିଲେ ପରିହାସର ପାତ୍ର ମୁଁ ହୋଇବି। ଜଳରେ ଆବର କୂଳେ ରହି କରି ଯେବେ, ତୃଷାରେ ମରଇ ଯିବ ନିନ୍ଦା କି ନ ଦେବେ। ତ୍ରିକାଳଜ୍ଞ ତ୍ରିଲୋକେଶ ପ୍ରଭୁଟି ଯାହାର, ତାର ଭୃତ୍ୟ ଜ୍ଞାନ ପୁଛେ ପାଶରେ ଅନ୍ୟର। ଦୟା ବହି ଦାସ ଠାରେ ବୁଝାଇ କୁହନ୍ତୁ, ଅଜ୍ଞାନ ଅନ୍ଧାର ଜ୍ଞାନ ଆଲୋକ ଦହନ୍ତୁ। ଏହିପରି କହି ବହୁ ବିନତି କରିଲା, ପ୍ରଭୁ ପାଦ ପଦ୍ମ ଧ୍ୟାଇ ନୀରବେ ରହିଲା। ଭୃତ୍ୟର ଆରତ ଜାଣି ଦେବ ନାରାୟଣ, ଜଳଦ ଗମ୍ଭୀର ବାକ୍ୟେ କହନ୍ତି ଯେ ପୁଣ। ଶ୍ରୀ ଭଗବାନ ବାଚ। ଶୁଣ ଶୁଣ ଗରୁଡ଼ ହେ ପଚାରିଲୁ ଯାହା, ସଂକ୍ଷେପରେ ବୁଝାଇ ମୁଁ କହୁଅଛି ତାହା। ବିଷୟ ସୁଖ ଭୋଗରେ ହୋଇଣ ଉନ୍ନତ, ଯେଉଁ ନର ନୀତି ପ୍ରତି ତହିଁ ଆସକତ। ଧର୍ମାଧର୍ମ ଶୁଭାଶୁଭ ନ କରେ ବିଚାର, ଗୁରୁ ଗୌରବ ନ ମାନି ମାତେ ନିରନ୍ତର। କଷଣ ଉପରେ ସେହୁ କଷଣ ଲଭଇ, ଭୟ ପରେ ଭୟ ସେହି ଜନନୀତି ପାଇ। ନରକରୁ ମୁକ୍ତି ତାର ନ ହୁଅଇ କେବେ, ଯମପୁରେ ଦଣ୍ଡ ଭୋଗେ ସେହିଟି ପ୍ରସ୍ତାବେ। ଯମରାଜ ଭୁବନରେ ତିନି ଗୋଟି ଦ୍ୱାରେ, ଧାର୍ମିକ ମାନେ ଗମନ କରନ୍ତି ସତୋରେ। ପୂର୍ବ ପଶ୍ଚିମ ଉତ୍ତର ଦ୍ୱାର ପଥ ଦେଇ, ଜ୍ଞାନୀ ସୁକୃତି ସୁଜନ ଗମନ କରଇ। ପାପୀ ମାନଙ୍କ ପାଇଁ କି ଏକ ଗୋଟି ବାଟ, ଦକ୍ଷିଣ ଦୁଆର ପଥୁ ଅତ୍ୟନ୍ତ ସଙ୍କଟ। ସେହି ପଥେ ଯିବା ବେଳେ ନାନା ଦୁଃଖ ମାନ, ବୈତରଣୀ ନଦୀ ଆଦି ତହିଁ ବିଦ୍ୟମାନ। ସେ ନଦୀରେ ପଡ଼େ ଯେଉଁ ପାତକୀ ପାମର, ତାହା କହୁଅଛି ଏବେ ମନ କର ସ୍ଥିର। ଯେ ଜନ ବ୍ରାହ୍ମଣ ବଧ କରେ ଜାଣି ଶୁଣି, ମଦ୍ୟପାନ ଗୋହ ତ୍ୟାଜେ କରିଥାଏ ପୁଣି। ବିଶ୍ୱାସ ଦେଖାଇ କରେ ବାଳକ ବିନାଶ, କୋଟ କପଟରେ କରେ ସେହୁ ନର ନାଶ। ଗୋପନ ପ୍ରଣୟ କରି ଗର୍ଭନାଶ କରେ, ପାପକୁ ଭୟ ନ କରି ନୀତି ପାପ କରେ। ଗୁରୁ ଦ୍ୱିଜ ଧନ ବଳେ କରେ ସେ ହରଣ, ବାଳକର ଧନ ହରେ ଯେଉଁ ମୂଢ଼ ଜନ। ନାରୀ ଧନ ଚୋରି କରି ଯେଉଁ ଜନ ନିଏ, ଋଣ କରି ଯେଉଁ ଜନ ତାହାକୁ ନ ଦିଏ। ଦେବ ବୋଲି ଆଶା ଦେଇ କରଇ ନିରାଶ, ବିଶ୍ୱାସୀ ଲୋକକୁ କୁଟେ ଯେହୁ ଦିଏ ବିଷ। ଏମାନଙ୍କ ଠାରୁ ବଳି ପାପୀ ନାହିଁ କେହି, କପଟେ ଖାଦ୍ୟରେ ବିଷ ଦିଅଇ ମିଶାଇ।
ज्ञानी जनଙ୍କୁ निंदई मिछे दोष देई कुजन संगे संग से निरते करई निजकु बड़ बोलिण बहे अहंकार कुट कथा कहू थाए जेहू निरंतर निच जने रही साधु संग परिहरे शुभ कर्म मान जेहू केबे न करे वेद पुराण शास्त्र को करू थाई निंदा ठक शास्त्र बोली कही अन्य दिए बाधा अन्य मानंकु करई जेहू तिरस्कार पर दुख देखिले संतोष चित्त जार हित उपदेश मान मणई अहित मोठारु बड़ के नाही भावे जे सतत न मानि काहाकु पाप कर्म जे करई सही जनटी दक्षिण दुआरे गमई जातना मानंकु देखी करई रोदन जमदूते बांधी करी हस्त पाद पुण माड़ मारी बहुत जे से नदी गर्भरे धरी पकाई दियंती ताकू बलात्कारे पिता माता गुरु द्रोह जेबा करी थाई ताहाकु से नदी गर्भे पकांती टिनेई सुशीला स्वामी भक्ता पत्नी को जे छाड़ी कुरूपा कुछिता नारी रसे धर्मे छाड़ी से पापिंकी जमदूते नेई से नदी रे हाथ गोड़ बांधिण पकांती निरंतरे सुजन जनक निंदा करे जेहू प्राणी अवज्ञा करई मूढ़ भावे पुणी पुणी से पापिंकी देखिले जे जमदूत माने रोसे बांधी फिंगी दियंती नदी को बहने प्रतिज्ञा करई जेहू देव द्विज ठारे देवा पाई कहिण न दिए जे हेଳାରେ जे जन पड़ई बैतरणी नदी मध्य नानादि दुख भोगई से पापी संश्रद्धे दान देई जेहू प्राणी करई हरण दत्तापहरी अटई सेही पापी जन दान देई अनुताप करे पछे जेहू काहिंकी देली बोलिण दुख करे सेहू परचित हरई जे करी बलात्कार दान देण निराश करे जे पामर यज्ञ करिबा पाई कि द्रव्य ठूल करी यज्ञ न करी भुंजई सकल आवरी गीता भागवत आदि पुराण व्याख्यान जेउठारे हेउथाए नित्य प्रतिदिन जेउमाने शुणिबाकु सेठाकु गमंती सेमानंकु निंदा करे जे पापी दुर्मति हरि नाम को निंदंती जेउ मूढ़ प्राणी जमदूते नरकरे पकांती ताकू आणी ब्राह्मण होइण बिके लवण को सेहू गोचर भूमि को चाष करे पुणी जेहू दासी किबा रजस्वला अथवा बेश्यार संगरे पीरती करे जेउ मूढ़ नर ब्राह्मण होइण नीति पशु को मारई सुरापान करे गर्भे चित्ते न विचारी शास्त्र अध्ययन दिने जे जनन करी शूद्र होई छेद मंत्र जे पाठ करई कपिला धेनुर क्षीर आहार करई द्विज कन्या हरे जेहू कामे मत होई पर नारी संगे प्रीति जे जन करई सुकन्या सहिते प्रीति करे जे पामर सती नारी की दूषण दिए निरंतर नीति प्रति करई जे कुकर्म मानंकु शुभ कर्म बर जई बहिण गर्भकु
ସେହି ପାପୀମାନଙ୍କୁଟି ମରଣ କାଳରେ ଯମଦୂତେ ଘେନି ଯାନ୍ତି ଧରି ବଳାତ୍କାରେ। ଯମପୁର ମାର୍ଗେ ନେଇ ବୈତରଣୀରେ ବୁଡ଼ାନ୍ତି ତାହାକୁ ମାଡ଼ ମାରିଣ ସତରେ। ସେ ନଦୀରେ ବହୁତ ସେ କୁମ୍ଭୀର ମଗର ପାପୀ ଶରୀରେ ଆଘାତ କରନ୍ତି ଅପାର। ଜଳରେ କୁମ୍ଭୀରାଦିଙ୍କ ହେତୁ ଭୟ ହୁଏ, ଉପରେ ଦୂରେ ପିଟନ୍ତି ତାହାକୁ ନିର୍ଦ୍ଦୟେ। ଯେତେବେଳେ ପାପୀ ହୁଏ ଅତି ବିଚଳିତ, ତାହାକୁ ଧରିଣ ନେଇ ଚଳନ୍ତି ଯେ ଦୂତ। ଦକ୍ଷିଣ ଦ୍ୱାର ଦେଇଣ ଭିତରେ ପଶନ୍ତି, ଯମରାଜ ନିକଟରେ ପ୍ରବେଶ ହୁଅନ୍ତି। ଦେଖିଲା ମାତ୍ରକେ ଜାଣ ଧର୍ମରାଜ ସବୁ, ଚିତ୍ରଗୁପ୍ତେ ପୁଛଇ କୁହ କି ନା ବାବୁ। ଶୀଘ୍ର ଏହାକୁ ବିଦାୟ ଏଠାବରୁ କର, ମୁଖ ଚାହିଁବା ଉଚିତ ନୁହଁ ଏହାର। ଚିତ୍ରଗୁପ୍ତ କହୁଛି ପାଞ୍ଚି ପୋଥି ଦେଖି, ବୈତରଣୀ ନଦୀ ମଧ୍ୟେ ପଡ଼ି ହେବ ଦୁଃଖୀ। ବହୁତ କରିଛି ପାପ ଏହି ନରାଧମ, ଶୀଘ୍ର ଏଠାରୁ ନେଇଣ ଚଳ ଦୂତଗଣ। ତାହା ଶୁଣି ଦୂତମାନେ ପୁଣି ଯାଆନ୍ତି ନେଇ, ବୈତରଣୀ ନଦୀରେ ଯେ ଦିଅନ୍ତି ବୁଡ଼ାଇ। ଘନ ଘନ ପ୍ରହାର କରନ୍ତି ଅସ୍ତ୍ର ଧରି, ଜଳ ଜୀବନ ଖେଦନ୍ତେ ତା ଦେହ ବିଦାରି। ଚିତ୍କାର କରେଇ ଯେଉଁ ପାତକୀ ବହୁତ, କିଏ ବା ଶୁଣିବ ତାହା ସେ ସ୍ଥାନେ କୁହତ। ଶତ ସମ୍ବତ୍ସର ଭୋଗ କରଇ ସେଠାରେ, କ୍ଷୁଧା ତୃଷାରେ ଆକୁଳ ହୁଏ ନିରନ୍ତରେ। 84 କୋଟି ନରକ ଯେ ପୁରେ ଅଛଇ, ବୈତରଣୀ ସବୁଠାରୁ ବଡ଼ ଯେ ଅଟଇ। ସବୁ ନରକ ଅଟଇ କଷ୍ଟଦାୟ ପୁଣି, ନାନା ଦଣ୍ଡ ସେମାନଙ୍କ ଭୋଗ କରେ ପ୍ରାଣୀ। କେତେକ ନରକ ବୈତରଣୀରେ ମିଳିଛି, ତେଣୁ ବୈତରଣୀ ସର୍ବଶ୍ରେଷ୍ଠ ବୋଲାଇଛି। ଅତ୍ୟନ୍ତ ପାତକ ଯେଉଁମାନେ କରିଥାନ୍ତି, ବୈତରଣୀ ନଦୀ ଗର୍ଭେ ତାହାକୁ ପକାନ୍ତି। ସର୍ବନର୍କର ଯାତନା ସେଠାରେ ପୂରିଛି, ପାପୀ ତାହା ଭୋଗ କରେ ରହି କାଳ କିଛି। ମିଥ୍ୟା ସାକ୍ଷୀ ଯେଉଁ ଜନ ଦିଅ ସବାରେ, କପଟେ ଧାର୍ମିକ ବୋଲି କୁହେ ଯେ ସଂସାରେ। ପରବିତ୍ତ ଚୋରି କରି ପୋଷଇ ଉଦର, ଜୀବ ହତ୍ୟା କରେ ନୀତି ଯେହୁ ପାପାଚାର। ଉପକାରୀ ବୃକ୍ଷ ମାନ ଛେଦନ କରଇ, କୁସୁମ ବୃକ୍ଷ ମାନଙ୍କୁ ବିନାଶ କରଇ। ବିଧବା ନାରୀକୁ ପ୍ରୀତି କରଇ ଯେ ଜନ, ତୀର୍ଥବ୍ରତ ନ କରଇ ଯେହୁ ମୂଢ଼ ଜନ। ଯେହୁ ନାରୀ ସ୍ୱାମୀକୁ କହଇ କଟୁ ବାଣୀ, ପରପୁରୁଷ ସହିତ ଆନନ୍ଦରେ ରମି। ସେମାନଙ୍କୁ ଯମଦୂତେ ଧରି ନେଇ ଯାନ୍ତି, ରୌରବ ନରକ ମଧ୍ୟେ ତାହାକୁ ପକାନ୍ତି। ସେ ନର୍କ କୁଣ୍ଡରେ ପୂଜ ବିଷ୍ଠାଦି ଥାଏ, ନାନା କୀଟ ପରିପୂର୍ଣ୍ଣ ତହିଁ ହୋଇଥାଏ। କୀଟଙ୍କ ଦଂଶନ ପୁଣି ଦୂତଙ୍କ ପ୍ରହାର, ହେତୁ ପାପୀର ଶରୀର ହୁଏ ଜର ଜର। କ୍ଷୁଧାରେ ଆକୁଳ ପେଟ କଣ୍ଠ ଯେ ତୃଷାରେ, ଶୁଖିଯାଏ ଅନ୍ନ ଜଳ ନ ମିଳଇ ତାରେ। ବହୁ ବର୍ଷ ଭୋଗ ଅନ୍ତେ ନିଚ ଯୋନି ପାଏ, ପୁଣି ପୁଣି ଉଠେ ପଡ଼େ ଜନ୍ମ ଜରା ମୋହେ। କୁଳ ଧର୍ମ ତେଜି ଯେହୁ କରେ ମନ୍ଦ କର୍ମ, ନିରନ୍ତରେ କରୁଥାଇ ଯେ ଅଧର୍ମ ମାନ।
ପୁଣି ଦାରାମାନଙ୍କୁ ଯେ ନିରତେ ପିଢ଼ଇ ଗ୍ରାସ ଆଚ୍ଛାଦନ ସେହି ମାନଙ୍କୁ ନ ଦେଇ ଦେବତା ଅତିଥି ସେବା ନ କରିଣ ମନେ ମୁହିଁ ବଡ଼ ବୋଲି କହି ହୁଏ ଯେ ଆପणे ସାଧାରଣ ଲୋକକୁ ଯେ ଠକଇ ନିରତେ ପରଧନ ହରିବାକୁ ଭାବୁଥାଏ ଚିତେ ଏମାନଙ୍କ ପାଇଁ ବହୁ କଷଣ ଛଇ ଯମ ମାର୍ଗରେ ଭୋଗନ୍ତି ମୃତ୍ୟୁବଶ ହୋଇ କୁମ୍ଭୀପାକ ନରକରେ ପଡ଼ଇ ସେ ଜନ ବିକଳେ ମାଗିଲେ ନ ମିଳଇ ତହିଁ ଅନ୍ନ ପ୍ରହାର କରନ୍ତି ଦୈତ୍ୟେ କରେ ଧରି ଶୂଳ ପ୍ରହାର ତାଡ଼ନେ ସେହୁ ହୁଅଇ ଆକୁଳ ନର୍କ ମଧ୍ୟରେ ବିଷାକ୍ତ କୃମି ରହିଥାନ୍ତି ପାପୀର ଶରୀରେ ସେହୁ ଦଂଶନ କରନ୍ତି ଆକୁଳିତ ହୁଏ ସେହି ନରକ କଷଣ ପୂର୍ବକର୍ମ ମାନ ତାର ହୁଅଇ ସ୍ମରଣ ନିଜେ ନିଜେ ନିନ୍ଦା କରେ ନିଜର କର୍ମକୁ କାହିଁକି ପିଡ଼ିଲି ମୁହିଁ ନିର୍ବଳ ପ୍ରାଣୀଙ୍କୁ ସେହି ପାପୁ ଲଭିଲଇଁ ଏ ଦାରୁଣ ଦୁଃଖ ଏ ରୂପେ ହୋଇଲି ମୁହିଁ ତେଣୁ ତ ନିରଖ ଏହି ଥର ଯଦି ମର୍ତ୍ତେ ଜନମ ଲଭିବି ଏହିପରି ପାପ କର୍ମ କେବେ ନ କରିବି ଏହିପରି ଭୋଗ କରେ ସେହି ପାପୀ ଜନ ନିରତରେ ଦୁଃଖ ପଡ଼ି ବ୍ୟାକୁଳିତ ମନ କୂପ ଜଳାଶୟ ବାମ୍ଫି ଯେ ଜନ ଭାଙ୍ଗଇ ପ୍ରଜାମାନଙ୍କର ଗୃହ ଭାଙ୍ଗିଣ ଦିଅଇ ଗୁରୁ ଭୃତ୍ୟ ବାଳକ ବା ବୃଦ୍ଧ ନିଜ ନାରୀ କ୍ରୋଧ ବହି ଏମାନଙ୍କୁ ଯେ ଜନ ପ୍ରହାରୀ ଭଲ ଦ୍ରବ୍ୟ ହେଲେ ଯେହୁ ଏକାକୀ ଭୁଞ୍ଜଇ ଅନ୍ୟକୁ ନ ଦିଏ ପୁଣି ଭତ୍ସନା କରଇ ଦେବତାଙ୍କୁ ନ ପୂଜଇ ଯଜ୍ଞଙ୍କୁ ନ କରେ ଅଗ୍ନି ଦେବତାଙ୍କୁ ସନ୍ତୋଷ ଯେହୁ ନ କରେ ନୈବେଦ୍ୟ ନ କରି ଯେହୁ କରଇ ଯେ ଗ୍ରାସ ସେହି ପାପୀ ମହାପଥେ ଗମିବ ଅବଶ୍ୟ ଦାସୀ ସଙ୍ଗେ କାମ ରଙ୍ଗେ ମାତେ ଯେହୁ ଜନ ଶୂଦ୍ରର ମଣିଷ ହିତ କରଇ ରମଣ ଦେବତା କାର୍ଯ୍ୟରେ ହେଳା କରେ ଯେ ବ୍ରାହ୍ମଣ ନକ ଭୋଗ କର ଇଟି ସେହି ଦ୍ୱିଜ ଜାଣ ତପ୍ତ ତୈଳ କୁଣ୍ଡରେ ତାହାକୁ ପକାନ୍ତି ଜଳନ୍ତା ନଳ ପ୍ରାୟ ଦିଶଇତା କାନ୍ତି ଯେହୁ ନିଜ ପତ୍ନୀ ପ୍ରୀତି ଦୂରେ ପରିହରି ପର ସ୍ତ୍ରୀର ମଣ କରେ କିଛି ନ ବିଚାରି ନିଜ ନାରୀ ପ୍ରତି ଦ୍ୱେଷ ଭାବ ମନେ ବହି ନିର୍ଦ୍ଦୟ ଭାବରେ ସେହୁ ପ୍ରହାର କରଇ ସେହି ଜନ 7 ବର୍ଷ ନରକ ଯନ୍ତ୍ରଣା ଭୋଗ କରେ ସେହି ତହିଁ ନାନାଦି ଯାତନା ଚତୁର୍ଦ୍ଦଶୀ ଅମାବାସ୍ୟା ପୂର୍ଣ୍ଣିମା ସଂକ୍ରାନ୍ତି ନମାନି କାମିନୀ ସଙ୍ଗେ କାମ ରଙ୍ଗେ ମାତି ଶ୍ରାଦ୍ଧ ଦେଇ ଦିବସରେ କାମିନୀ ସୁରତି ଯେ ଜନ କରଇ ଜାଣି ଅତି ମନ୍ଦ ଗତି ମଳମୂତ୍ର ନଳରେ ଯେ ଜନ ତ୍ୟଜନ୍ତି ମହାରୌରବ ନରକେ ସେମାନେ ପଡ଼ନ୍ତି ଅର୍ଥ ଲୋଭେ ଯେଉଁ ନାରୀ ନିଜ ଜନି ବିକେ କୁଳ ଧର୍ମ ଦେଶ ତ୍ୟାଗ କରେ ଯେ ପ୍ରତ୍ୟକ୍ଷେ ସେହି ନାରୀ ପୁରୁଷ ଯେ ମହାନର୍କେ ପଡ଼ି 7 ସମ୍ବତ୍ସର ଯାକେ ହେଉଥାନ୍ତି ସଢ଼ି ଅପରାଧ ବିନା ଯେହୁ ପ୍ରାଣୀଙ୍କି ଦଣ୍ଡଇ ଯେ ଜନ ଆଶା ଦେଇଣ ଲୋକଙ୍କୁ ଭଣ୍ଡଇ ବାସଗୃହରେ ସଂଯୋଗ କରଇ ଅନଳ କ୍ଷୁଧାତୁର ଠାରୁ ଘେନି ଯାଏ ଯେ ଆହାର
ଯମପୁରେ ବହୁ ଦଣ୍ଡ ଭୋଗ ସେ କରଇ, ତାମସ ନର୍କ ମଧ୍ୟରେ ଶେଷେ ପ୍ରବେଶଇ, ଅଗ୍ନିତାପ ପାଇ ଯେବେ ଶୀତଳ ଖୋଜଇ, ଛାୟା ବୃକ୍ଷ ତଳକୁ ତାହାକୁ ଯାନ୍ତି ନେଇ, ଛାୟା ପାଇ ତା ମୂଳରେ କିଛି କ୍ଷଣ ବସେ, ଖଡ଼୍ଗ ସମଛିନ୍ନ ପତ୍ର ତା ଉପରେ ଖସେ, ଛିଡ଼ିଯାଏ ଅଙ୍ଗ ତାର ବହଇ ରୁଧିର, ଆକୁଳ ହୋଇଣ ସେହୁ କରଇ ଚିତ୍କାର, ତାହା ଜାଣି ଦୂତେ ତାକୁ ଛଳାଇ କହନ୍ତି, ଅଳ୍ପ କାଳ ରୁହ ଦେହ ହୋଇଯିବ ଶାନ୍ତି, ବ୍ୟାକୁଳ ଚିତ୍ତରେ ଯେବେ ପାଣି ସେହି ମାଗେ, ତତ୍ପତୈଳ ଆଣି ଦିଅନ୍ତି ଦୂତେ ବେଗେ, आहे खगपति एही परिपापी मान, जुगान्त प्रलय जाए भोगंती कषण, प्रलय रे जहु सबु विनाश हुअन्ति, सेमाने मुक्त होइन वैकुंठ को जान्ति। गरुड़वाच ब्रह्मांकर एक दिन जेबे भोग होई, मनुष्य मानंकरटी प्रलय हुई, ब्रह्मांकर 7 वर्ष हुई जे काले, महाप्रलय हुई सिना सेही बेले, एते काल परिजन्ते पापी माने नरके, पड़ी सढ़ुथिबे सिना अतिरेक दुखे, से कथा बुझाई मते कह दई तारी, तुम्भर किंकर करे चरणे गुहारी। श्री भगवान वाच ब्रह्मांक दिवस शेषे रजनी होइले, शयन करती विधि निद्रा देवी बळे, से समय रे हुई खंड जे प्रलय, सकाळरू उठी ब्रह्मा सृष्टि करे थय, एही परिणीति प्रति करई से सृष्टि, 7 वर्षे से प्रलय हुए परमेष्ठी, सेतेबेले समस्तंकु संभाळु जे आंभे, प्रलय शेषरे ब्रह्मा सर्जे पुणी दंभे, जेतेबेले सृष्टि पुणी हुई नूतन, नुआ जम से कालरे हुई सृजन, ता देशे जनमंती सकल प्राणीए, पूर्व संस्कार बसरे उच्च नीच हुए, जाहार पूर्व वासना जेउ परि थाए, सेही परि जन्म पृथ्वी मध्यरे से हुए, 84 लक्ष जनी भ्रमई से जीव, से मृच्छ जनी लभे नबहिम भाव, कुष्ठ आदि रोग मान लभई देहरे, जक्ष्मा श्वास पाश बात पितादि रोगरे, बहु कष्ट पाए पूर्व पाप हेतु सेही, अंध छोटा लेंगोड़ा बा बधिर हुई, नाना विकलांक होई लभई जन्म, से पापरु मुक्ति हुए शुणिले पुराण, भाद्रव मास शेषरे आश्विन मासरे, पुराण श्रवण करे जे जन विधिरे, जल तिले तर्पण पितृंकु करई, गयादि तीर्थ गमन जे जन करई, पितृ ऋषि देव गणे करई संतोष, सेही जनर कल्मष हुई विनाश, उत्तम कुलरे जन्म हुई ताहार, पुत्र कन्या पत्नी धन मिलई अपार, महासुखे बिलसई देवता सदृश, अन्ते सेही जन हेळे करे स्वर्गवास, गरुड़ पुराण वाणी अपूर्व आख्यान, शुणिली तद्वैनतेय थय करी मन, आउ जाहा इच्छा ताहा
ପଚାର କହିବି ତୁମ୍ଭର ମନରୁ ସର୍ବ ସଂଶୟ ଦହିବି। ତାଙ୍କ ପାଦ ପଦ୍ମ ଧ୍ୟାଇ ଆର୍ତ୍ତତ୍ରାଣ ଦାସ ଗୀତବନ୍ଧରେ ପ୍ରକାଶ ଏ ପୁରାଣ ରସ। ଇତି ଶ୍ରୀ ଗରୁଡ଼ ପୁରାଣେ ନୈମିଷାୟୋପାଖ୍ୟାନେ ବିଷ୍ଣୁ ଗରୁଡ଼ ସମ୍ବାଦେ ନାମ ପଞ୍ଚମଧ୍ୟାୟ। ଷଷ୍ଠାଧ୍ୟାୟ ପାପାନୁସାରେ ରୋଗୋତ୍ପତ୍ତି। ଶୁଣି ସକଳ ବୃତ୍ତାନ୍ତ ଗରୁଡ଼ କହଇ ଭକତି କରେ ସେ ଶିରେ କର ନିବେଶଇ। ଶୁଣିଲି ଅପୂର୍ବ ବାଣୀ ତୁମ୍ଭ ଶ୍ରୀମୁଖରୁ ନିସ୍ତରିଲି ନିସ୍ତରିଲି ତୁମ୍ଭର କୃପାରୁ। ନରଲୋକେ ଜନ୍ମ ହୋଇ ମନୁଷ୍ୟ ଶରୀରେ ନାନାଦି ରୋଗ ଯନ୍ତ୍ରଣା ନିନ୍ଦା ଭୋଗ କରେ। ଅଙ୍ଗହୀନ ବିକଳାଙ୍ଗ କାହିଁକି ହୁଅଇ ଦୟାକରି ମହାପ୍ରଭୁ କୁହ ଭାବଗ୍ରାହୀ। ଶୁଣିଲେ ତୁମ୍ଭ ମୁଖରୁ ସଂଶୟ ଫିଟିବ କେଉଁ ପାପେ କେଉଁ ରୋଗ ହୁଅଇଟି ଧ୍ରୁବ। ଏହା ଶୁଣି ଭଗବାନ ଅଳପ ହସିଲେ ଭକତ ଆରତ ଜାଣି ମଧୁରେ କହିଲେ। ଶ୍ରୀ ଭଗବାନ ବାଚ ଶୁଣ ଶୁଣ ହେ ଗରୁଡ଼ ପଚାରିଲ ଯାହା ବୁଝାଇ କହୁଛି ମୁହିଁ ତୁମ୍ଭଙ୍କୁଟି ତାହା। ପୂର୍ବଜନ୍ମେ ଯେଉଁ ପାପ କରିଥାଏ ପ୍ରାଣୀ ତାହାର ଫଳରେ ନର୍କ ଭୋଗ କରି ପୁଣି ମର୍ତ୍ତ୍ୟଲୋକରେ ଶରୀର ଧାରଣ କରଇ ସେ ଶରୀରେ ବହୁ ଦୁଃଖ କଷ୍ଟକୁ ଭୋଗଇ। ବ୍ୟାଧି ରୂପରେ ସେ ପୂର୍ବ ପାପର ଚିହ୍ନକୁ ନିରନ୍ତର ଧରିଥାଏ ଚିହ୍ନିବ ତାହାକୁ। ବ୍ରାହ୍ମଣ ହତ୍ୟା କରଇ ପୂର୍ବେ ଯେଉଁ ଜନ ଯକ୍ଷ୍ମା ରୋଗ ତାହା କୁଟି ହେବ ନିଶ୍ଚୟ ଜାଣ। ଯେ ଜନ ଅଜ୍ଞାନେ କରିଥାଏ ଗୋରୁ ହତ୍ୟା କୁଷ୍ଠ ରୋଗ ହୁଏ ତାର ଜାଣ ଏହି କଥା। ଆପଣା ପୁତ୍ରକୁ ନାଶ କରଇ ଯେ ମନ୍ଦ ଗଳିତ କୁଷ୍ଠ ହୁଅଇ ଅତ୍ୟନ୍ତ ଦୁର୍ଗନ୍ଧ। ଏ ତିନି ପାପୀ ମର୍ତ୍ତେ ଚାଣ୍ଡାଳର ଯେ ଘରେ ଜନମୀଣ ଏହି ରୋଗ ବହନ୍ତି ଶରୀରେ। ଗୁରୁ ପତ୍ନୀ କିରମୟୀ ଯେ ଜନ ଅଜ୍ଞାନେ ନପୁଂସକ ହୋଇ ସେହି ମର୍ତ୍ତ୍ୟରେ ଜନମେ। ଗର୍ଭ ବିନାଶ କରଇ ଯେହୁ ମୂଢ଼ମତି ଶବର ଘରେ ଜନମ ଲଭେ ସେ ତଡ଼ତି। ହସ୍ତି ଚର୍ମ ଯାଦୁ ତାର ସର୍ବାଙ୍ଗେ ହୁଅଇ ଯେତେ ଔଷଧ ଖାଇଲେ ଭଲ ନ ହୁଅଇ। ପଶୁ ପରି ମାଂସ ଖାଏ ଯେ ଜନ ପୂର୍ବରେ ରକ୍ତ କୁଷ୍ଠ ରୋଗ ତାର ହୁଅଇ ଶରୀରେ। ଅଭକ୍ଷ ଭକ୍ଷ କରିଣ ଯେ ବେଣ ପାମର ପାଦ ଜଙ୍ଘ ବିକଳାଙ୍ଗ ହୁଅଇ ତାହାର। ବ୍ରାହ୍ମଣ ହୋଇଣ ଯେବେ ଇନ୍ଦ୍ରିୟ ଅଧୀନ ହୁଏ ଜଳ ଉଦରୀ ଯେ ରୋଗ ତାର ପୁଣ। ସୁସ୍ୱାଦୁ ଦ୍ରବ୍ୟ କୁଟୁମ୍ବେ ନ ଦେଇ ଯେ ଭୁଞ୍ଜେ ଗଳଗଣ୍ଡ ରୋଗ ସଦା ସରବଦା ଗଞ୍ଜେ। ଅଶୁଦ୍ଧ କାଳରେ ଯେହୁ ପିଣ୍ଡ ଦାନ ଦିଏ ଚିତ୍ରକୁଷ୍ଠ ତାର ଅଙ୍ଗେ ନିଶ୍ଚୟ ଜାତ ହୁଏ। ଗୁରୁଙ୍କୁ ଅବଜ୍ଞା କରେ ଯେ ଜନ ଗର୍ବରେ ଅପସ୍କାର ରୋଗୀ ହୁଏ ଜାଣ ଭୁଲ କରେ। ବେଦ ନିନ୍ଦା କଲେ ପାଣ୍ଡୁ ରୋଗ ହୁଏ ଜାତ ମିଥ୍ୟା ସାକ୍ଷୀ ଦେଲେ ମୁକ ହୁଅଇ ନିଶ୍ଚିତ। ବିବାହ ପ୍ରସଙ୍ଗ ଯେହୁ ଭାଙ୍ଗଇ ନିରତେ ଓଷ୍ଠହୀନ ହୋଇ ଜନମଇ ସେ ସାକ୍ଷାତେ। ପୁସ୍ତକ ଚୋର ଯେ ଅନ୍ଧ ହୁଅଇ ମର୍ତ୍ତ୍ୟରେ ଛୋଟା ହୁଏ ଗୁରୁଙ୍କୁ ଗୋଇଠା ଯେହୁ ମାରେ। ଦ୍ୱିଜକୁ ଗରବେ ଯେହୁ ଗୋଇଠା ମାରଇ ପଙ୍ଗୁ ହୋଇ ସଂସାରରେ ସେ ଜନ୍ମ ଜନ୍ମଇ
भोजन रे विष दान करे से पातकी जड़ होई जन्म लाभ करे से नारकी विष्णु को पदार्थ मान करई जे चोरी गंध द्रव्य चोरी कले चुचुंदरा हुए मांस चोरी कले गुध्र हेब शास्त्र कहे लुण चोर पिपीलिका हुई नियत पुष्पमूल चोर हुए मर्कट निश्चित तुला चोरी कले मेष जन्म लभई खंटवृत्तिकारी हुए जानी था कंसाई विषपान करी मृत्यु मुखे जे पड़ती कृष्ण सर्प जन्म लाभ से माने करती भल मंद न विचारी राज कार्य कले हस्ती जन्म लभी बने नीति प्रति बुले विष्णु निवेदन जेहु न करी भुंजई कुंभकार घरे सेहु जन्म लभई गणक गणिका न करिले भोजन शुद्ध होइब करिले कृच्छ चंद्रायण असुचि होई भोजन जे नर करई बनरे व्याघ्र होइण सेहु जनमई ब्राह्मण होई न करे संध्या दी अर्चना गायत्री स्मरण न करई प्रतिदिन कपट पुरी थाएटी अंतरे जहार मीन रूप धरी जनमई से पामर पतित जन मानक निकट रुधन गुप्तरे नेई जेहु करई भोजन परजन्मे विष्ठा सेहु भोजन करई विद्यादान न करिले बलिर्बद्ध होई गुरु सेवा न करई जेहु शिष्य होई खच्चर रूपरे जन्म से जन लभई गुरुंको निंदा करई निंदे ब्राह्मणंकु ब्रह्म राक्षस हुई से जन शेषकु दान देवा पाई मुखे कही जे न दिए जम्बू जोजनी रे सेही पापी जात हुए सत्यवंत प्राणी निंदा करई जे जन निरंतर अग्नि जले ताहार बदन मित्रद्रोही गृध्र हुए शास्त्रर सम्मत कपटे अन्यर द्रव्य नेले पेचकात स्वजाति मध्यरे जेहु विवाद करई कपट जन्म लभई जानी थाओ सेही छेदन करई जेहु प्राणीकर आस स्नेहाधीन को जे जन करई निराश क्रोधे आपणा पत्नी को तेजई जे जन चक्रवाक पक्षी होई लभे से जन्म पिता माता गुरुजन बंधु भ्राता दिंकु शत्रु भावे देखी जेहु उपेक्षी स्नेह को गर्भस्थान पाई जन्म होइबा पूर्वरु से जन मरण लभे गर्भर भितरु जेउ नारी जीवा रात्र कलह करई शाशु शशुरंकु तुच्छ भाषारे कहई कर्दम युक्त जलरे पोक होई रहे निरवधित ही दुख भोग करुथाए नीति प्रतिद्रोह जेउ रमणी करती उकुणी होइण सेहु जन्म लभंती जेउ नारी काम भोग चरितार्थ पाई वृद्ध स्वामी तेजी पर पुरुषे मातई झिटी पिटी बाबा दुड़ी जन्म लभंती दो मुंडिया सर्प होई के अवा जन्मंती महाक्लेश लभी गर्भ मध्य पड़ी जन्म जन्मांतरे महा विपद लभिब निजर गोत्र प्राणी की जे करई हत सेही माने झियो होई
जन्मन्ति नियत स्वर्गत्रिय रमणी रमई जेहु नर भालु होई भ्रमई से अरण्य मध्यर विटपी रमणी तुले करई पिरती पिशाच जन्म लाभ करे से दुर्मति अनुढ़ा बालिका जेहु करई रमण अजगर सर्प जन्म हुए से हु जान गुरु पत्नी हत्या जेहु नर करि थाई कृकलास जन्म से ही निश्चय हुई राजपत्नी हरिले जे ओट जन्म होई मित्र पत्नी रमिले कई व्रत जात होई सुरापान करी निज धर्म नाश कले स्वान शृगाल जने को पाए से हु भले अपर जनर धन हरण जे करे चतुरता देखाई हुअंती निरंतरे ब्रह्मस हरण किंबा विनाश करई गृहवास तार अग्नि द्वारा दग्ध होई चंद्र सूर्य थिबा जाए होई अपुत्रिक वंशहीन होई भोग करि थाई नर्क विष खाई जीवन जे विनाश करई तिने पुरे से लोककु बासन मिलई यद्यपि ताहार कूले हुई संतान बलहीन रोगग्रस्त हुए सदा दिन पलायन परे भीत त्रस्त से निजकु गोड़ाई मारई जेहु तेजी उप्रधकु नारी हत्या दोष सेहु लभई नियत शास्त्र पुराण रे हा होइछि विदित पर नारी उपभोग पर धन भोग करिले नानादि दुख हुई संजोग आहे ऋषि गण कले ही परिकर्म नानादि पाप जोनि रे होई बटी जन्म नाना रोग भोग करी जंत्रणा भोगई सुखे ताहाकु मुठाए अन्न न मिलई नानादि कुत्सित भाषा शुणई से नीति देखिले से परी लोक घृणा जे करंती दैवज्ञ कर्म निपुण विद्वान ब्राह्मण डकाई करिब यज्ञ समर्पिब दान भक्ति चित्तरे विष्णु रूपरे पूजिब कामना पूरण करी दक्षिणा जे देव पादे पड़ी निज कृत्य दोष क्षमा मागी ब्राह्मण चरण धूଳି सिरे बोली बेगी एही परी कले पाप हुई विनाश पर जन्मे सुख प्राप्ति होइब अवश्य वेद विद्या न जानई जेउ द्विज जान दान देवा ताहा कुटी अटे अकारण प्रज्वलित अग्निकुंडे घृताहुति देले वांछित फल मिलई जानी थाओ भले भस्म राशि रे ढालिले घृत धार नेई ताहा जेउ परी जान निष्फल हुई सेही परि वेदहीन ब्राह्मण को दान देले निष्फल हुई एहा भले जान दान वृत्ति दान द्रव्य जे जन करई कुंभी पाके पड़ी विष्ठा आदि से भुंजई 60 सहस्र वर्ष तही बास करे मर्ते जन्मी महारोग भोगे शरीर रे खाइबाकु न मिलई वस्त्र वंशे न रुहंती केही हुए रोगग्रस्त निज वृत्ति जेहु जन भक्ति सहिते दान दिए डकायु तम द्विज हस्ते लक्ष लक्ष धेनु दान फल से लभई मरणान्ते स्वर्ग सुख अवश्य भुंजई पाप कर्म मान करी
ଥାଏ ପୂର୍ବେ ଯେହୁ ଶରୀରରେ ରୋଗ ଚିହ୍ନ ମାନ ଧରେ ସେହୁ କପଟ କଥା କହିଣ ଭୁଲାଏ ଲୋକକୁ ନିଜ ପାପ କଥା ତିଳେ ନ ଆଣେ ମନକୁ ସେ ପରିଜନ ନରକେ କରଇବ ସତୀ ନର୍କ ଭୋଗ ପରେ ତୃଣ ହୁଏ ହି ପୃଥ୍ୱୀ ସହସ୍ର ବର୍ଷ ପରେ ସେ ପଶୁ ଜନ୍ମ ହୁଏ ଚାରି ଜନ୍ମ ପରିଜନ୍ତେ ନାନା କ୍ଲେଶ ସହେ ପକ୍ଷୀ ଜନ୍ମ 7 ବାର ହୁଏ ସେ ଅବଶ୍ୟ ଶୀତ ବର୍ଷା ଖରା ଭୋଗ କରିପାଏ କ୍ଲେଶ ସେ ମନୁଷ୍ୟ ଶରୀର ଲଭଇ ସେ ଜାଣ ଅନ୍ତ୍ୟଜ ଜାତିରେ ଆସି ହୁଅଇ ସେ ଜନ୍ମ ଏହିପରି ଦୁଃଖ ମାନ ପାପିଏ ଭୋଗନ୍ତି ଜନ୍ମ ଜନ୍ମାନ୍ତରେ ନାନା ପୀଡ଼ା ସେ ଭୋଗନ୍ତି ବିଷୟା ବିଷ ପାନରେ ଉନ୍ମତ୍ତ ହୋଇ ଏହିପରି ଭାବେ ଜନ୍ମ ମରଣ ଲଭଇ କର୍ମ ପାଶରେ ବନ୍ଧନ ଅଟଇ ଶରୀର ଏଥିରେ ନାହିଁ ଟି ଦୋଷ ତିଳେ ହେ କାହାର ଯାହା କରିବ ଅବଶ୍ୟ ଭୁଞ୍ଜିବ ସେ ତାହା ଅନ୍ୟକୁ ଦୋଷୀ ନ କର ଆହେ ପକ୍ଷୀ ନାହା ପାପ କର୍ମ କଲେ ନର୍କ ଭୋଗନ୍ତି ନିୟତ ତହୁଁ ମୁକ୍ତ ହେଲେ ନିମ୍ନ ଯୋନିରେ ସେ ଜାତ ହୋଇ ନାନା ଦୁଃଖ ତହିଁ ଭୁଞ୍ଜଇ ସେ ଜାଣ ଖାଇବା ପାଇଁ ମୁଠାଏ ନ ମିଳଇ ଅନ୍ନ ଉଦର ଦାଉରେ ପୁଣି ପାପକୁ ଅର୍ଜଇ ପୁନରପି ଦେହାନ୍ତରେ ନରକ ଭୋଗଇ ଏହିପରି ଗତାଗତ ହୋଇ ସେ ଦୁର୍ମତି ମହାପ୍ରଳୟ ପର୍ଯ୍ୟନ୍ତ ନ ଲଭଇ ଶାନ୍ତି ମହାପ୍ରଳୟରେ ସର୍ବେ ବିଷ୍ଣୁଙ୍କ ଦେହରେ ଲୀନ ହୋଇ ସୁଖେ ବାସ କରନ୍ତି କାଳରେ ପୁଣି ସୃଷ୍ଟି ଇଚ୍ଛା ଯେବେ କରନ୍ତି ଶ୍ରୀହରି ଜନମ ଲଭନ୍ତି ସର୍ବ ପ୍ରାଣୀ ସଞ୍ଚରି ପୂର୍ବଜନ୍ମ ମାନଙ୍କର ବାସନା ବଳରେ ଜନ୍ମ ଲଭନ୍ତି ସେମାନେ ନାନାଦି ଯୋନିରେ ତେଣୁ ହେ ଗରୁଡ଼ ନ କରିବ ପାପ କର୍ମ ନିରନ୍ତରେ ଅରଜିବ ସନାତନ ଧର୍ମ ଦେବତା ବ୍ରାହ୍ମଣ ପୂଜା କରିବ ନିୟତ ନିଜ ଶକ୍ତି ମତେ ଦାନ ଦେଉଥିବ ନିତ୍ୟ ଶ୍ରୀହରି ଚରଣେ ଭକ୍ତି କରୁଥିବ ସଦା ତାଙ୍କୁ ସମର୍ପଣ କର୍ମ କଲେ ନାହିଁ ବାଧା ଦାନ ଧ୍ୟାନ ଯଜ୍ଞ ଆଦି ତପସ୍ୟା କରିବ ହରିନାମ ଯଶ ଗୁଣ ନିରତେ ଗୁଣିବ ମହାମନ୍ତ୍ର ଜପ ନିତ୍ୟ କରୁଥିବ ଗୁଢ଼େ ବିଷୟ ବାସନା ତେଜି ଭଜୁଥିବ ଦୃଢ଼େ ଏପରି ମାନବ ନୁହେଁ ନରକେ ପତିତ ସ୍ୱର୍ଗଧାମେ ମହାସୁଖେ ବିଳସଇ ସେତ ଇନ୍ଦ୍ର ଆଦି ଦେବତାଏ ତା ପୂଜା କରନ୍ତି ତାହାର ଆଜ୍ଞା ଅବଜ୍ଞା କେହି ନ କରନ୍ତି ଦେବ କାମିନୀଏ ତାର ସେବାରତ ହୁଅନ୍ତି ସଦା ସର୍ବଦା ଦେଶକୁ ଚାହିଁଥାନ୍ତି କର୍ମ ଅନୁସାରେ ପୁଣି ବୈକୁଣ୍ଠାଦି ଲୋକ ପାପ ଭୋଗ କଲେ ସେହି ଜନ ନାନା ସୁଖ ଶ୍ରୀହରି ସ୍ୱରୂପ ହୋଇ ବିହାର କରଇ ଶ୍ରୀହରି ସଦୃଶ ରୂପ ସେ ଜନ ଲଭଇ ଶ୍ରୀହରି ସଦୃଶ ଭୋଗ ଭୁଞ୍ଜେ ସେହୁ ଜନ ଶ୍ରୀହରି ସଦୃଶ ବେଶ ଭୂଷଣ ଲଭିଣ ଶ୍ରୀହରିଙ୍କ ସମତାକୁ ସକଳେ ଭାବନ୍ତି କହିଲି ଗରୁଡ଼ ଏବେ ଯାହା ପଚାରିଲୁ ଶୁଣିନ ସନ୍ତୋଷ ଚିତ୍ତ ହେଲୁ ବା ନ ହେଲୁ ସନ୍ଦେହ ଥିଲେ ପଚାର ଯାହା ପଚାରିବୁ ଯେପରି ସନ୍ଦେହ ତୋର ବିନାଶ କରିବୁ ଏତେ କହି ମହାପ୍ରଭୁ
ମୌନ ହୋଇଲେ। ଋଷି ମେଳେ ସୁତ ଯେ ପୁରାଣ ବଖାଣିଲେ। ଅପୂର୍ବ ଚରିତ ଏହି ଗରୁଡ଼ ପୁରାଣ। ଶ୍ରଦ୍ଧା ସହକାରେ ଏହା ଶୁଣେ ଯେଉଁ ଜନ। ସକଳ ଅରିଷ୍ଟ ଦୁଃଖ ବିନାଶ ହୁଅଇ। ଅନ୍ତେ ଶ୍ରୀହରି ଭକତ ଅବଶ୍ୟ ମିଳଇ। ଶ୍ରୀହରି ଚରଣ ଯୁଗ ହୃଦୟରେ ଧରି। ପୁରାଣ ବାଣୀ ଲେଖିଲି ଗୀତ ବନ୍ଧ କରି। ସାଧୁ ସୁଜ୍ଞଜନ ମାନେ ଦୋଷ ନ ଧରିବ। ମୁହିଁ ସର୍ବଜ୍ଞ ନୁହଇଁ ଜାଣିବଟି ଧ୍ରୁବ। ଦୋଷ ତ୍ରୁଟି ଯାହା ଥିବ କ୍ଷମିବ ଆପଣ। ଆର୍ତ ଦ୍ୱିଜ ଅଟେ ସଦା ଅତି ଦିନହୀନ। ଷଷ୍ଠ ଅଧ୍ୟାୟର ବାଣୀ ଶେଷ ହେଲା ଏବେ। ସମସ୍ତ ଅଧ୍ୟାୟ କହିବି ମୁଆନ ପ୍ରସ୍ତାବେ। ଇତି ଶ୍ରୀ ଗରୁଡ଼ ପୁରାଣେ ନୈମିଷୋପାଖ୍ୟାନେ ବିଷ୍ଣୁ ଗରୁଡ଼ ସମ୍ବାଦେ ପାପ ଚିହ୍ନାଦି ବର୍ଣ୍ଣନମ୍ ନାମ ଷଷ୍ଠାଧ୍ୟାୟ। ସପ୍ତମ ଅଧ୍ୟାୟ ଗର୍ଭବାସ ବିଚାର। ଗରୁଡ଼ ଉବାଚ ଗରୁଡ଼ କହନ୍ତି ଶିରେ ଦେଇବେନି କର। ଶୁଣି ମାହେ ଚିନ୍ତାମଣି ତ୍ରୈଲୋକ୍ୟ ଠାକୁର। ପ୍ରଶ୍ନ ଏକ ମୋର ମନେ ହୁଅଇ ଉଦୟ। ତାହାର ଉତ୍ତର ମୋତେ କୁହ ଦେବରାୟ। ଗର୍ଭର ଯନ୍ତ୍ରଣା ଜୀବ ଲଭେ ଯାହା ଯାହା। ସଂଶୟ ଫେଡ଼ିଣ ମୋର କହିଦେବ ତାହା। ଶୁଣିବାକୁ ମୋର ଉପୁଜିଛି କୌତୁକ। ଦୟା ବହି ଭୃତ୍ୟେ କହ ବ୍ରହ୍ମାଣ୍ଡ ନାୟକ। ଭୃତ୍ୟର ବିକଳ ବାଣୀ ଶୁଣିଦେବ ହରି। ସାନ୍ତ୍ୱନା ବାକ୍ୟେ କହନ୍ତି ଶୁଣ ପନ୍ନଗାରୀ। ଭଗବାନ ଉବାଚ ମନ ସ୍ଥିର କରି ବାବୁ ଶୁଣ ସେ କାହାଣୀ। ଯାହା ପଚାରିଲ ତାହା କହିବି ମୁଁ ପୁଣି। କାମାସକ୍ତ ହୋଇ ମାତା ପିତା ଏକ ମେଳେ। ସଙ୍ଗମ କରନ୍ତି ଦୁହେଁ ଯେବେ ମତ ଭୋଳେ। ସେ ସମୟେ ପିତା ବୀର୍ଯ୍ୟ ମାତାର ରଜରେ। ପତିତ ହୁଅଇ ଜାଣ ଯୋନିର ମଧ୍ୟରେ। ରଜ ବୀର୍ଯ୍ୟ ମିଳି ଧୀରେ ଗମନ କରଇ। ମାତାର ଗର୍ଭ ମଧ୍ୟରେ ଯାଇ ପ୍ରବେଶଇ। ପୂର୍ବ କର୍ମ ଅନୁସାରେ ଜୀବ ଥାଏ ଚାହିଁ। ନରକ ଯନ୍ତ୍ରଣା ଭୋଗ କରିବାର ପାଇଁ। ତତକ୍ଷଣେ ମାତୃଗର୍ଭେ ହୁଅନ୍ତି ପ୍ରବେଶ। ଭୋଗ କରିବା ପାଇଁ କି ନରକର କ୍ଲେଶ। ଯେଉଁ କାଳେ ମାତା ଜାଣ ରଜବତୀ ହୁଏ। ପାପ ଦେହ ତାହାରଟି ବୋଲି ଶାସ୍ତ୍ର କହେ। ତାହାର କାରଣ ତୋତେ ସଂକ୍ଷେପେ କହିବି। ତୋହର ମନରୁ ବାବୁ ସନ୍ଦେହ ଦହିବି। ବୃତ୍ତାସୁର ଉତ୍ପାତ କଲା ଯେତେବେଳେ। ସମରେ ତାହାକୁ ବଦ୍ଧ ଇନ୍ଦ୍ର କଲେ ହେଳେ। ଋଷିର କୁମର ସେହି ତପବନେ ବଳି। ବ୍ରହ୍ମ ହତ୍ୟା ପାପ ଇନ୍ଦ୍ର ଦେହ ଗଲା ଗିଳି। ତେଣୁ ସ୍ୱର୍ଗ ରାଜ୍ୟେ ରାଜା ହୋଇ ନ ପାରିଲେ। ଲାଜରେ ପଳାଇ ମାନ ସରରେ ଲୁଚିଲେ। ଇନ୍ଦ୍ରଙ୍କ ଭାବେ ସୃଷ୍ଟି ହେଲା ନାରଖାର। ଜୀବଜନ୍ତୁ ଗଞ୍ଜି ହେଲେ ଦୁଃଖ ସହି ଘୋର। ଖଳ ଲୋକେ ନାନା ଖଳ କାର୍ଯ୍ୟ ଆରମ୍ଭିଲେ। ଧର୍ମ ମାର୍ଗ ନିଷ୍ଠ କରି ପାପମାନ କଲେ। ତାହା ଦେଖି ବ୍ରହ୍ମା ଅତି ଦୁଃଖିତ ହୋଇଲେ। ଇନ୍ଦ୍ରଙ୍କ ସମୀପେ ବେଗେ ପରବେଶ ହେଲେ। ବ୍ରହ୍ମ ହତ୍ୟା ପାତକକୁ 6 ଭାଗ କରି। 6ଟି ସ୍ଥାନରେ ତାହା ରଖିଲେ ବିଚାରି। ପ୍ରଥମ ଭାଗ ରହିଲା ନାରୀଙ୍କ ଦେହରେ। ମାସେ ମାସେ ଋତୁମତୀ ହେବେ ଯେ କାଳରେ। ବୃକ୍ଷରେ ରଖିଲେ ପୁଣି ଦ୍ୱିତୀୟ ଭାଗକୁ। ଫଳ ପୁଷ୍ପହୀନ ହୁଏ ସେ ପୁଣି କାଳକୁ।
ଅଗ୍ନିଦେବଙ୍କୁ ତୃତୀୟ ଭାଗ ପାପ ଦେଲେ। ତେଣୁ ଧୂମ୍ରବର୍ଣ୍ଣ ଧୂମମୟ ସେ ହୋଇଲେ। ଧରାକୁ ଚତୁର୍ଥ ଭାଗ ପାପ ଦେଲେ ଧାତା। ମଳମୂତ୍ର ଆଦି ତହିଁ ହୁଅଇ ସର୍ବଥା। ନଦୀକୁ ପଞ୍ଚମ ଭାଗ ଦେଲେ ସେ ପାପରୁ। କାଳେ ଶୁଷ୍କ ହୋଇଯାଏ ପାପ ପ୍ରଭାବରୁ। ବୈଶାଖାଦି 12 ମାସେ ଷଷ୍ଠ ଭାଗ ଦେଲେ। ତାହାର ନାମ ଶ୍ରବଣା ପ୍ରତି ମାସେ କଲେ। 5 ଦିନେ ଶ୍ରବଣା ଯେ ପ୍ରତି ମାସେ ହୁଏ। ତୃଣକାଷ୍ଠ ଛେଦନ ଯେ ସେ କାଳେ ନ ହୁଏ। ଏହିପରି ବ୍ରହ୍ମ ହତ୍ୟା ପାତକକୁ ବାଣ୍ଟି ଇନ୍ଦ୍ରଙ୍କୁ ମୁକ୍ତ କରିଲେ ଦେବ ପରମେଷ୍ଠି। ପୁନରପି ସ୍ୱର୍ଗ ରାଜ୍ୟେ ବସାଇଲେ ନେଇ। ପୂର୍ବ ପରି ପ୍ରଜା ପାଳେ ଆନନ୍ଦିତ ହୋଇ। ଏବେ ଋତୁମତୀ ନାରୀ କଥା ମୁଁ କହିବି। ତୋହର ମନରୁ ବାବୁ ସନ୍ଦେହ ନାସିବି। ଋତୁମତୀ ଯେଉଁ କାଳେ ନାରୀ ହୁଅନ୍ତି। ବ୍ରହ୍ମହତ୍ୟା ପାପ ତାର ଅଙ୍ଗ ଆବରନ୍ତି। ଋତୁର ପ୍ରଥମ ଦିନେ ଚାଣ୍ଡାଳି ହୁଅଇ। ଦ୍ୱିତୀୟ ଦିନରେ ବ୍ରହ୍ମ ଘାତିନି ବୋଲାଇ। ତୃତୀୟ ଦିନରେ ରଜ କିନି ହୁଏ ନାରୀ। ସେଦିନ ମାନଙ୍କେ ସ୍ପର୍ଶ ନ କର ବିଚାରି। ବଳେ ସଙ୍ଗମ କରିଲେ ନର୍କରେ ପ୍ରବେଶ। ହୋଇ ଜାଣ ହେ ବାବୁ ସର୍ବଦା ପୁରୁଷ। ପୂର୍ବ ପାପ ହେତୁ ଜୀବ ନେତ୍ରରେ ବସଇ। ଋତୁମତୀ ନାରୀ ଦେଖି କାମାସକ୍ତ ହୋଇ। କାହା ସଙ୍ଗେ କାମ ଭୋଗ କରଇ ନ ମାନି। ବୀର୍ଯ୍ୟାଧିକେ ପୁରୁଷ ସ୍ୱପ୍ନରେ ସେହି ଜନ୍ମି। ରାଜଧିକେ ନାରୀ ହୋଏ ପାତକୀ ଜନମେ। ନପୁଂସକ ହୁଏ ରଜ ବୀର୍ଯ୍ୟର ସମାନେ। ରଜ ବୀର୍ଯ୍ୟ ମିଶି ଫେନ ସଦୃଶ ହୁଅଇ। ଏକାକାରେ 5 ଦିନ ଗର୍ଭରେ ରହଇ। କ୍ରମେ କ୍ରମେ କଠିନ ହୁଅଇ ସେହି ଫେନ। 10ମ ଦିବସେ ହୁଏ ବଦରି ସମାନ। 30 ଦିବସ ଯାଏ ବଢ଼େ ସୁସଞ୍ଚରେ। ଅଣ୍ଡା ସଦୃଶ ହୋଇଣ ଦ୍ୱିତୀୟ ମାସରେ। ତୃତୀୟ ମାସରେ ଅସ୍ଥି ଚର୍ମ ନଖ ଲୋମ। ଶରୀରେ ସେହି ଜୀବର ହୁଅଇ ଜନମ। ଚତୁର୍ଥ ମାସରେ ଆତ୍ମା ଶରୀରେ ପଶଇ। ପଞ୍ଚମେ ଯେ କ୍ଷୁଧା ତୃଷା ତାର ପ୍ରକାଶଇ। ଷଷ୍ଠ ମାସେ ଦକ୍ଷିଣକୁ କ୍ଷୀରେ କରେ ଗତି। ମାତାର ଗ୍ରାସୁ ଭୁଞ୍ଜଇ ଗର୍ଭସ୍ଥ ସନ୍ତତି। ମାତା ଯାହା ପାନ କରେ ସେ କରଇ ପାନ। କ୍ଷୁଧା ତୃଷାରେ ଅସ୍ଥିର ତାହାର ଜୀବନ। ବିଷ୍ଠାମୂତ୍ର ଲାଳ ପୂଜ ଶୟନ କରଇ। କୃମିମାନେ କାମୁଡ଼ନ୍ତି ତୁହାଇ ତୁହାଇ। ହସ୍ତପଦ ତାହାର ଯେ ବନ୍ଧନରେ ଥାଏ। ତେଣୁ କରି ନିରନ୍ତର କ୍ଲେଶକୁ ସେ ସହେ। ସପ୍ତମ ମାସ ତାହାର ହୁଅନ୍ତେ ପ୍ରବେଶ। ସର୍ବ ଅବୟବମାନ ହୁଅଇ ପ୍ରକାଶ। ଅଷ୍ଟମ ମାସରେ ଦୃଢ଼ ହୁଏ ଅବୟବ। ନବମେ ଗର୍ଭ ଆସିବା ପାଇଁ ଉଦବେଗ। କ୍ଷୁଧା ତୃଷାରେ ଆତୁର ହୁଅଇ ନିରତ। କୃମି କୀଟ ଯନ୍ତ୍ରଣାରେ ହୁଏ ମୂର୍ଚ୍ଛାଗତ। ନାଭି ମଧ୍ୟରୁ ନାଡ଼ିଏ ନାମ ଅପ୍ୟାୟିନୀ। ମାତା ଗର୍ଭ ମଧ୍ୟରେ ସେ ସଞ୍ଚରଇ ପୁଣି। ମାତା ଯାହା ଗ୍ରାସ କରେ ସାର ସେ ନିହଇ। ଗର୍ଭସ୍ଥ ଜୀବ ତାହାକୁ ଆନନ୍ଦେ ଭୁଞ୍ଜଇ। ବିରୁଦ୍ଧ ଖାଦ୍ୟ ଯଦ୍ୟପି ଭୁଞ୍ଜଇ ଜନନୀ। ସେ ଖାଦ୍ୟ ଖାଇନ କଷ୍ଟ ଭୋଗଇ ସେ ପୁଣି। ହସ୍ତପଦ ବନ୍ଧନ ତାହାର ହୋଇଥାଇ। ନିରନ୍ତରେ ଛଟପଟ ଗର୍ଭରେ ହୁଅଇ। ଭୋଗ ଭୋଗୀ ଗର୍ଭ କଷ୍ଟ
ଅତି ମନ ଦୁଃଖେ। ପୂର୍ବ ପାପକୁ ସ୍ମରଣ କରେ ଅତିରେକେ। କାହିଁ ପାଇଁ ଦେହ ବହି ସଂସାରରେ ମୋହି। ହରେ ରାମ କୃଷ୍ଣ ନାମ ଉଚ୍ଚାରିଲି ନାହିଁ। କାମିନୀ କାଞ୍ଚନ ସୁଖ ଭୋଗରେ ମାତିଲି। ଗର୍ବେ ଗୁରୁ ଗୁରୁ ଜନେ ପୂଜା ନ କରିଲି। ସେହି ପାପ ଫଳେ ହେଲା ମୋର ଗର୍ଭବାସ। ଗର୍ଭ ଯନ୍ତ୍ରଣା ଭୋଗିଲି ଏ କ୍ଲେଶ। ଏଥର ଯଦ୍ୟପି ଜନ୍ମ ହେବି ସଂସାରରେ। କଦାପି ପାପ କରମ ନ କରିବି ବାରେ। ସତତ ଶ୍ରୀରାମ କୃଷ୍ଣ ହରି ଗୁଣ ମାନ। କରି କଟାଇବି କାଳ ଏହା ଧ୍ରୁବ ଜାଣ। ଜୟ ଜୟ ଦେବ ଦେବ ବ୍ରହ୍ମାଣ୍ଡ କରତା। ଜୟ କମଳା ବଲ୍ଲଭ ତ୍ରୈଲୋକ୍ୟର ପିତା। ତ୍ରୈଲୋକ୍ୟ ପାଳକ ତ୍ରୈଲୋକ୍ୟ ଯେ ସଂହାରକ। ଜୟ ବୈକୁଣ୍ଠ ବିହାରୀ ହେ ବିଶ୍ୱପାଳକ। ଦୟା ବହି ଦାସାଧମେ ଦୟା ବହି ଦାସାଧମେ ଦିଅ ବାରେ ଦେଖା। ଏ ବିପଦ ସିନ୍ଧୁ ପାରି କର ଦୀନ ସଖା। ଏହି ବାର କ୍ଷମା ମତେ କର କୃପା ସିନ୍ଧୁ। ପାପ କର୍ମ ନ କରିବି ଆହେ ଦୀନ ବନ୍ଧୁ। ତୁମ୍ଭେ ସିନା ପ୍ରଭୁ ତ୍ରୈଲୋକ୍ୟ ଚିନ୍ତାମଣି। ଘେନବାରେ ଭୃତ୍ୟଜନ କରୁଣ କାହାଣୀ। ସଂସାର ମାୟାରେ ପଡ଼ି ତୁମ୍ଭଙ୍କୁ ଭୁଲିଲି। କାମିନୀର ରୂପ ମୋହେ ବୁଡ଼ି ମୁଁ ରହିଲି। ବିଷୟ ଭୋଗ ଲମ୍ପଟେ ଗଲା କାଳ ମୋର। ଦିନେ ତୋର ନାମ ମୁଖୁ ନହେଲା ବାହାର। କେତେ ଯେ କରିଲି ପାପ ତାର ସୀମା ନାହିଁ। ଧର୍ମ କାର୍ଯ୍ୟ ଦିନେ ହେଲେ ନ କରିଲି ମୁହିଁ। ମାଂସ ଆସେ ନାନା ପଶୁ ପକ୍ଷୀ ନାଶ କଲି। ସୁରାପାନ କରି ପର ରମଣୀ ହରିଲି। ଦିନେ ହେଲେ ସାଧୁ ସେବା ନ କଲି ପାମର। ଗର୍ବେ ନିନ୍ଦା ଉପହାସ କଲି ବାରମ୍ବାର। ସେହି ସବୁ ପାପ ମୋର କ୍ଷମ ଦୟାନିଧି। ଉଦ୍ଧାର କରନ୍ତୁ ମୋତେ ଗର୍ଭବାରିଧି। ଏଥର ତୁମ୍ଭର ପଦ କଞ୍ଜ ଯୁଗ ସଦା। ଭଜନ କରିବି ପ୍ରଭୁ ଏଡ଼ି ସର୍ବବାଧା। ଏହିପରି ନିରନ୍ତର ଶ୍ରୀହରି ସ୍ମରଣ। କରି ମାତା ଗର୍ଭେ ମୁନି ବ୍ରତକୁ ଧାରଣ। ଦୁଃଖ କଷ୍ଟ ସହି 10 ମାସ ପର୍ଯ୍ୟନ୍ତେ। ବିଷ୍ଠାମୂତ୍ରେ ଘାଣ୍ଟି ହୋଇ ସେ ବିଷନ୍ନ ଚିତ୍ତେ। ପ୍ରଭୁ ପାଦ ପଦ୍ମେ ମନ ନିରତେ ଲଗାଇ। ବିକଳେ କାନ୍ଦଇ ଯିବ କରବାରେ ତ୍ରାହି। ଏହିପରି 10 ମାସ ହୁଅନ୍ତେ ପୂରଣ। ସ୍ମୃତି ମାରୁତ ପ୍ରବେଶ ହୁଅଇ ତକ୍ଷଣ। ନିରନ୍ତର ଇତସ୍ତତ କରଇ ତାହାକୁ। ବାୟୁ ବଳେ କମ୍ପମାନ ହୁଏ ତାର ବୁକୁ। ଧ୍ୟାନ ଲଗାଏ ସେ ପ୍ରଭୁ ଚରଣ ପଙ୍କଜେ। ପବନ ଆଘାତେ ଭଏ ସେ ଆଖି ବୁଜେ। ସୁତିକା ମାରୁତ ବେଗେ ଧକାଏ ମାରଇ। ଯୋନି ଦ୍ୱାରେ ସେ ଆଘାତେ ଯିବ ପ୍ରବେଶଇ। ପୁଣି ଏକ ଆଘାତ କରଇ ଯେ ମରୁତ। ଅର୍ଦ୍ଧଜନି ପଥେ ଯିବ ହୁଏ ଉପଗତ। ସେହି ସମୟର ଦୁଃଖ କିଏ ବନିପାରେ। ଜନି ମଧ୍ୟେ ପଶି ଯିବ ଯାହା ଭୋଗ କରେ। ବାର ବାର ଚିନ୍ତା କରେ ସେ ହରି ଚରଣ। ପୁଣି ମାରୁତ ଆଘାତ ହୁଏ ସେହି କ୍ଷଣ। ସେ ଆଘାତ ପଡ଼େ ଆସି ପୃଥିବୀ ପୃଷ୍ଠରେ। ପୃଥିବୀ ସ୍ୱର୍ଗରେ ସର୍ବ ଭୁଲେ ତତ୍କାଳରେ। ଗର୍ଭର ଯନ୍ତ୍ରଣା ମାନ ଶ୍ରୀହରି ସ୍ମରଣ। ସବୁ ଭୁଲି ଉଚ୍ଚ ସ୍ୱରେ କରଇ କ୍ରନ୍ଦନ। ପାର୍ଥିବ କ୍ଷୀର ପ୍ରଭୃତି ଆହାର କରନ୍ତି। ନାଭିଚ୍ଛେଦନ କରିଣ ତାକୁ ପ୍ରବୋଧନ୍ତି। ଖାଇ ସେ ଖାଦ୍ୟ ଭୁଲଇ ଯିବ ଏକାବେଳେ। ଗର୍ଭର କାଳରେ ଯାହା ଚିନ୍ତୁଥିଲା ବେଳେ। ଗର୍ଭଜ୍ଞାନ ପୃଥିବୀରେ
जदि थांता तार पुणी पुणी गर्भ दुख नुहंता निजर विष्णु माया मोहे पड़ी जगत को सत्य मणि कामिनी सुरते बड़ाए से चित्त मुखुन स्मरई वाणी जन्म काले तार हस्तपद न चलई अवश शरीर गर्भर कृमि ताहार उदरे थांती निरंतर से दंशन ताहाकु करंती क्रंदन करई उच्च स्वरे जहु बाल माता क्षीर दान करे सुआईण कोल क्षीर खाई किछि क्षण निदरे सुई जंत्रणा ताहार जे उपमित हुई शैशव काल ताहार उपस्थित हेले विद्या अभ्यास करई दुख सही हेले यौवन काल रे धन करे उपार्जन असुर पराए ताहा करई भोजन नारी लंपटरे काल नियई से टाली मने न पड़ई तार राम बनमाली सदा कु कार्य आशा करे कु भोजन कुज्ञान माया रे तार नुहई सुज्ञान तहु किछि दिन परे वार्धक्य आसई चर्म लुलित ताहार देह रे हुई इंद्रिय मान बस हुई ताहार सुस्वादु द्रव्य इच्छई मानस ताहार लोभ मोह अत्यधिक हुई प्रवेश से बेले थरे न भजे राम ऋषिकेश स्पर्श लोभी हस्ती शब्द लोभी मृग परी रूप लोभी पतंगर संगे समसरी गंध लोभी भ्रमर सदृश हुए पुणी सुस्वादु भक्षण मीन संगे समगणी जुवती नारी प्रेम रे पड़ी रति रसे माती थाए जीव सदा रजनी दिवसे दुर्लभ मनुष्य देह करे हेले नाश जाणु जाणु हुए से जे इंद्रियर बस काम भोगे आत्मा को से अहित करई मृत्यु मुखे विधि मते नहीं से दियई कामिनी रति करई जेणु अनाहारे कामदेव प्राण हरे पकाई मोहरे 84 लक्ष जोनि रे भ्रमी भ्रमी पुणी मानव शरीर जात होइला अबनी केते केते कष्ट भोग संसारे न कला तथापि राम गोविंद मुखे न बोइला नरदेह ठारू बळी आउ देह नाही वृत्ता कला से देह को पापे रत होई तपतीर्थ व्रत दिने आचरिला पाप ता जानी माया रे पड़ी लभिला संताप नाना व्याधि नाना दुख हुई प्रवेश आत्मारु करई सेहि तिले तिले ग्रास पाप पुण्य दुहे मिसी होइछि शरीर मृत्यु काले ज्ञान को से लभई केवल मृत्यु से दियंती ताहाकु बड़ दुख पूर्व कर्म मानंकरे देई करी साक्ष्य नरक कुंडे रखी बहु दियंती से क्लेश करिथिबा पाप पुण्य भुंजंती अवश्य पूर्व कर्म मान भूली माया मोहे पड़े निशत पथ को जीव अज्ञान रे हुड़े तेणु करी बंधन रे पड़ई से जीव जन्म जरा मरणादि लभई प्रभाव हरि माया बळे जीव गति मुक्ति पाए सुकीर्ति करिले ताकू करी बई दाए माता गर्भ दुख कथा शास्त्र बखाणई सुपंडिते आश्रा कले सुगति मिलई दान धर्म सत्यताए संसार अभियान
पाप नाशन करता साक्ष्य भगवान। मारे हरि तारे हरि हरि समस्त, हरि बिनु गति नाही एहा कहे शास्त्र। आहे पक्षीराज मने आनन विचार, भव संसार सागरु होइब उद्धार। जाहा जाहा पचारिल कहिली अवश्य, आउ किबा प्रश्न अछि कर परकाश। करिथिबा पापरु तु उद्धरिण जीवु, श्रीमुख वाक्य सन्देह न कर तु बाबू। से पद आश्रये जम दंड न लागई, से पाद पद्म को दृढ़े धर मन नेई। जीवर गत आगत कथाए अध्यारे, कहिली गरुड़ तोते संक्षेप भावरे। आहे पक्षीराज तुम्भे दृढ़ कर मन, न लागिब तिले हेले तोते जम दाढ़। महा महा पाप करी श्रीहरि कृपारे, हेले तारिब शांति से बैकुंठपुरे। हेला न कर तु पुण्य व्रत तपदाने, संसारे चितन बला विषया कर में। जेउ परि भावे तोते कहिलई मुहि, से परिचित लगाओ हरि पादे तुही। सप्तम अध्याय वाणी संपूर्ण होइला, गीत बंधे आर्त त्राण दास विरचिला। इति श्री गरुड़ पुराणे नैमिषाय पाख्याने श्री हरि गरुड़ संवादे माता गर्भ विचारणे नाम सप्तम अध्याय।